ଜୟ ଜଗନ୍ନାଥ ସାଙ୍ଗମାନେ। ଗାଁରେ ଥିଲା ଏକ ପୁରୁଣା ଭଙ୍ଗା ଘର। ସମସ୍ତେ କହୁଥିଲେ ଯେ ସେଠାରେ ରାତିରେ ଅଜଣା ଶବ୍ଦ ଆସେ। ଏକ ଦିନେ ରାହୁଲ ନାମର ଜଣେ ଯୁବକ ସାହସ କରି ସେହି ଘରକୁ ପ୍ରବେଶ କଲା। ପ୍ରଥମେ ସବୁକିଛି ଶାନ୍ତ ଥିଲା, କିନ୍ତୁ ହଠାତ୍ ତାଙ୍କର ପଛରୁ କିଏ ଡାକିଲା, ଏଠାରୁ ଚାଲିଯା। ସେ ଭୟରେ ଫେରିକି ଦେଖିଲା, କିନ୍ତୁ କେହି ନଥିଲେ। ଆଉ ଆଗକୁ ଯାଉଥିବା ବେଳେ ତାଙ୍କ ସାମ୍ନାରେ ଏକ ଭୟଙ୍କର ଛାୟା ଦେଖିଲା। ଏହାପରେ ତାଙ୍କ ଆଖିରୁ ଅଜଣା ଆଲୋକ ବାହାରିଲା। ମନେ ହେଉଥିଲା କିଏ ତାଙ୍କ ଶରୀରକୁ ଦଖଲ କରି ନେଉଛି। ପରବର୍ତ୍ତୀ ଦିନେ ସକାଳେ ଗାଁ ଲୋକେ ତାଙ୍କୁ